ପିଲାମାନେ ଆଜି ଆମେ ଦେଖିବା ସ୍କୋୟାର ରୁଟ୍ କେମିତି ବାହାର କରିବା ହେଲା। ଏଇଟା ପିଲାମାନେ ମନେ ରଖିବା, ଏଇଟା ଗୋଟେ ଟ୍ରିକ୍। ଏଇ ଗୋଟା ଗୋଟେ ଟ୍ରିକ୍ ମନେ ରଖ, ସବୁବେଳେ ଆପ୍ଲାଏ କରିବ। ଦେଖ କେମିତି ବାହାର କରିବା। ମନେକର 44 8 9 ଦେଇଛି, ସଂଖ୍ୟା ଦେଇଛି 44 8 9 ହେଲା। ଆର ରୁଟ୍ ଓଭର ବାହାର କରିବା। ପ୍ରଥମେ ଦେଖ ଦିଟା ସଂଖ୍ୟାକୁ ଅଲଗା କର ହେଲା। ଏ 8 9 କୁ ଅଲଗା କର, ଦିଟା ସଂଖ୍ୟାକୁ ରଖିକି ଅଲଗା କର। ଏ ଦିଟା ସଂଖ୍ୟା ପରେ ଛାଡିକି ଗୋଟେ ମଝିରେ ଏମିତି ଗାଢ ପକେଇବେ ହେଲା। ତାର ଏମିତି ଗୋଟେ ସଂଖ୍ୟା ହବ ଯେମିତି ତାର ଯୋଉ ଏକ ଘରେ ଯୋଉ ନମ୍ବରକୁ ଏକ ସ୍କୋୟାର କଲେ ତା ଏକ ଘରେ 9 ରହୁଥିବ। ଯେମିତି କଣ 3 ର ସ୍କୋୟାର 9, ତାର ଏକ ଘରେ କେତେ 9 ରହିଲା। 7 ର ସ୍କୋୟାର ଏକ ଘରେ କେତେ ରହିଲା 49, ମାନେ 7 ର ସ୍କୋୟାର 49, ତାର ଏକ ଘରେ କେତେ 9। ତାମାନେ ଏଇ ଯୋଉ ନମ୍ବରର ହେଲା, ତାର ଯୋଉ ଆମେ ଯେତେବେଳେ ବର୍ଗମୂଳ ବାହାର କରିବା, ତାର ୟୁନିଟ୍ ଡିଜିଟ୍ କେତେ ହେଇପାରିବ, ମାନେ ଏକ ଘରେ କେତେ ରହିପାରିବ 3 ରହିପାରିବ, ନହେଲେ 7 ରହିପାରିବ ହେଲା। ତାପରେ ଦେଖ, ତାପରେ ଏଇ 44 କୁ ଦେଖ, ଆ କାମ ସରିଗଲା। ଏବେ ଏଇ 44 କୁ ଦେଖ, 44 କୁ କେମିତି କରିବା। 44 ଠୁ ଗୋଟେ ସାନ ପରଫେକ୍ଟ ସ୍କୋୟାର କଣ, 44 ଠୁ ଗୋଟେ ସାନ ପରଫେକ୍ଟ ସ୍କୋୟାର ଯେମିତି ତମର କଣ 36, ହଁ ନାଇଁ। 44 ଠୁ ବଡ ଗୁଡା 49 ତମଠୁ ବଡ ହେଇଯାଉଛି, କିନ୍ତୁ ସାନ ପରଫେକ୍ଟ ସ୍କୋୟାର ଭାବିବ ଯୋଉଟା ଲାଗିକି ଥିବ 36। 36 ର ଏଇଠି ସ୍କୋୟାର ରୁଟ୍ ଲେଖ, କେତେ 6 କୁ 6 63 67। ଏବେ ଆମ ଆନ୍ସର ବାହାରିଲାଣି 63 କିମ୍ବା 67 ହେଇପାରିବ। ଏ ଭିତରୁ ଆମେ କୋଉଟା ଜଜ୍ କରିବା। ଦେଖ, ଗୋଟେ ସ୍କୋୟାର ରୁଟ୍ ବାହାର କରିବା ଟ୍ରିକ୍ ତମେ ଜାଣିଥିବ ପିଲାମାନେ, ଏକ ଘରେ 5 ଥାଇ ଗୋଟେ ସ୍କୋୟାର, ଯେମିତି କି 35 ର ସ୍କୋୟାର କେତେ ହବ ଆନ୍ସର 25। 3 କୁ ତା ପରବର୍ତ୍ତୀ ସଂଖ୍ୟାର ବାହାର କରିବା, 4 ତାରିଖ 12 12 25। ଏଇଟା ତ ସମସ୍ତଙ୍କ ପାଇଁ ଇଜି ହେଇଥାଏ, ଏଇଟା ତମେ ପାଟିରେ ବି ହିସାବ କରିଦବ। ଠିକ ସେମିତି ଏଇଠି ସେ ବାହାର କରିବ। 63 67 ଭିତରେ 65 ଯାଉଛି, ସିଧା ବାହାର କରିବ 65 ସ୍କୋୟାର। 65 ସ୍କୋୟାର କେତେ ହବ 42 25 ହେଲା। ତାପରେ ଦେଖ ଏଇଠି 44 8 9 ଟା 42 25 ଟୁ ସାନ ନା ବଡ, କୋଉଟା ବଡ ହବ ଏଇଟା। ଏଇଟା ସାନ ହବ, ମାନେ 44 8 9 ବଡ ହବ। ଯେହେତୁ 44 8 9 ବଡ ହବ, ତମ ଆନ୍ସର କୋଉଟା 67। ଏଇଟା ହବ। ଆକୁ ଯଦି ଆମେ ସ୍କୋୟାର କରିବା 44 8 9 ପାଇବ ହେଲା। ତେବେ ତାହେଲେ ତମେ ଏଇଟାକୁ ତମେ ଘରେ ଟ୍ରାଏ କର।